କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର କାଡକଳା ପଞ୍ଚାୟତରେ ଖଣ୍ଡାଧାର ୱାଟରଫଲ ଅବସ୍ଥିତ। ଦେଖନ୍ତୁ ଈଶ୍ୱରଙ୍କର ସୃଷ୍ଟି କିପରି ପରିଚାଳିତ ହେଉଛି। ଆଜିର ବିଜ୍ଞାନ ଦୁନିଆରେ ଲୋକମାନେ ଈଶ୍ୱରଙ୍କୁ ମାନୁନାହାନ୍ତି, କିଏ କିଏ ଈଶ୍ୱରଙ୍କୁ ମଧ୍ୟ ମାନୁଛନ୍ତି। କେନ୍ଦୁଝରରୁ 70 କିଲୋମିଟର ଦୂରରେ এই খন্ডাধার জলপ্রপাত অবস্থিত। অতি আকর্ষণীয় স্থান, দর্শনীয় স্থান, অনেক ব্যক্তি বিশেষକୁ আকর্ষণ କରୁଛି, মন କିଣି ଦେଉଛି, মନ ହରଣ କରୁଛି। ଆଜି এই ଚ୍ୟାନେଲ ମାଧ୍ୟମରେ ଆମେ ଜଣେଇବାକୁ ଚାହୁଁଛୁ, ଯଦି ଅନେକ ଲୋକ ଆସି କିଛି ଶକ୍ତି ଆସ୍ୱାଦନ କରୁଛନ୍ତି, ଆମେମାନେ ମଧ୍ୟ ଆସିଛୁ ସୁଦୂର ସ୍ଥାନରୁ। ବିଚିତ୍ର ଈଶ୍ୱର, ବିଚିତ୍ର ପୃଥିବୀ, ତାଙ୍କ ବିଚିତ୍ର ଲୀଳା, ଏହା ପ୍ରାକୃତିକ ନା ଈଶ୍ୱର କୃତ? ସତ୍ୟଜ୍ଞାତ ଆପଣମାନେ ହୁଅନ୍ତୁ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ଦେଖନ୍ତୁ କେତେ ଉଚ୍ଚ, କେତେ ଉଚ୍ଚ, କେତେ ଗଭୀର, ଆଶ୍ଚର୍ଯ୍ୟ ଲାଗୁଛି। ଏ ପୃଥିବୀ ଆଶ୍ଚର୍ଯ୍ୟ, ଈଶ୍ୱର ଆଶ୍ଚର୍ଯ୍ୟ, କି ତୁଳନା ନାହିଁ। ସେ ଆଶ୍ଚର୍ଯ୍ୟ ମନ୍ତ୍ରୀ, ସେ ସବୁବେଳେ ଆଶ୍ଚର୍ଯ୍ୟ, ତାଙ୍କ ନାମ ଆଶ୍ଚର୍ଯ୍ୟ। ଆମେ ଆଜି ଏହି ବିଷୟକୁ ଦେଖି ବିଭୋର ହୋଇଯାଉଛୁ। ଧନ୍ୟବାଦ ଦଉଛୁ ଈଶ୍ୱରଙ୍କୁ। ହେ ଈଶ୍ୱର, ତୁମେ ଧନ୍ୟ, ତୁମେ ଧନ୍ୟ। ମଣିଷମାନେ ବିବେଚନା କରନ୍ତୁ, ଜାଣନ୍ତୁ, ଶିଖନ୍ତୁ ସମସ୍ତ ବିଷୟ। ସେଥିପାଇଁ ଆପଣମାନେ ଦେଖନ୍ତୁ କେଡ଼େ ସୁନ୍ଦର କଥା। ସୁଶୀତଳ ପବନ ଚାଇଁ ଚାଇଁ ମାରୁଛି, ଏପଟେ ଦେହକୁ ପୁରା ଥଣ୍ଡା କରିଦେଉଛି, ମନକୁ ପୁରା କୁସୁମିତ କରିଦେଉଛି। ତେଣୁ ଯେଉଁମାନେ ଆସିବାର ଅଛି ଆସନ୍ତୁ, କିଛି ଶକ୍ତି ଆସ୍ୱାଦନ କରନ୍ତୁ, ଅନୁଭବ କରନ୍ତୁ। ଏହା ଆମେ ଜଣେଇ ଦଉଛୁ। ତୁମ୍ଭେମାନେ ସତ୍ୟ ଜାଣ, ସତ୍ୟ ଈଶ୍ୱର କିଏ, ବିଜ୍ଞାନ କିଏ, କ'ଣ ଆପଣ ବୁଲିବା ଦ୍ୱାରା, ଦେଖିବା ଦ୍ୱାରା ଆପଣମାନେ ସବୁ କିଛି ଜାଣିପାରିବେ। ଦେଖନ୍ତୁ କେତେ ପାହାଚ ଅଛି ବାବୁ? 165। ଦେଖନ୍ତୁ ପାବଛ ଅଛି। ଏ 165 ପାବଛରେ ଆମକୁ ଯିବାକୁ ପଡୁଛି, ଓହ୍ଲେଇବାକୁ ପଡୁଛି। ଦେଖନ୍ତୁ ଅନେକ ପାବଛ ଅଛି ଏ ସ୍ଥାନରେ, ଯାହାର କିଛି ହିସାବ ନାହିଁ। କେତେ ଦେଖିବ ତା ସୌନ୍ଦର୍ଯ୍ୟକରଣ, ଆନନ୍ଦକରଣ ଦେଖିଲେ ମନ ବିଭୋର ହେଇଯାଉଛି। ଅନେକ ସୁଦୂର ସ୍ଥାନକୁ ଓହ୍ଲେଇବାକୁ ପଡୁଛି ଏବଂ ଆମକୁ ବାଧା ମଧ୍ୟ ଲାଗୁଛି, କ୍ଳାନ୍ତ ମଧ୍ୟ ଲାଗୁଛି। ଦେଖନ୍ତୁ ଆପଣମାନେ ଆସନ୍ତୁ, ଦେଖନ୍ତୁ। ରହୁଛୁ, ନମସ୍କାର। बोले दियो।